ଗୋଟିଏ ଗାଁରେ ବୁଢ଼ୀଟିଏ ରହୁଥାଏ। ବୁଢ଼ୀ ମୂଲ ମଜୁରୀ କରି ଚଳେ। କାହା ଘରେ ବାସନ ମାଜେ ତ କାହା ଘରେ ଧାନ ପାଛୁଡ଼େ। ଏମିତି ସୁଖେ ଦୁଃଖେ ତା ଦିନ ଯାଏ। ଦିନେ ଦିନେ ବୁଢ଼ୀ କଲରା ମଞ୍ଜିଟେ ପାଇଲା। ତାକୁ ତା ଅଗଣାରେ ଗୋଟିଏ ମନ୍ଦା କରି ପୋତିଦେଲା। କିଛି ଦିନ ଭିତରେ ମଞ୍ଜିରୁ ଗଜାଟିଏ ହେଲା। ଧୀରେ ଧୀରେ ଗଜାରୁ ଗଛ, ଗଛରୁ ଲତା ମାଡ଼ିଲା। ଦିନେ ବୁଢ଼ୀ ସକାଳୁ ଉଠି ଦେଖିଲା ବେଳକୁ କଲରା ଗଛରେ ଗୋଟେ କଲରା ପାଚି ହଳଦୀ ଗୁରୁ ଗୁରୁ ଦେଖାଯାଉଛି। ବୁଢ଼ୀର ଖୁସି କହିଲେ ନ ସରେ। ଠିକ୍ ତା ଘର ପାଖ ଗୋଟେ ଗଛରେ କାଉଟିଏ ରହୁଥିଲା। ହଳଦୀ ଗୁରୁ ଗୁରୁ କଲରାଟିକୁ ଦେଖି କାଉର ପାଟିରୁ ଲାଳ ଗଡ଼ିଲା। ତାପରେ ସେ ବୁଢ଼ୀକୁ ଆସି କହିଲା, ଏ ବୁଢ଼ୀ ମାଉସୀ, ମୋତେ କଲରାଟେ ଦଉନୁ, ମୁଁ ଖାଆନ୍ତି। ବୁଢ଼ୀ ଏତେ କଷ୍ଟରେ କଲରା ଫଳେଇଛି, ସେ କାହିଁକି କାହାକୁ ଦବ? ତେଣୁ ସେ ଗୋଟେ ବୁଦ୍ଧି ପାଞ୍ଚିଲା। ଆଉ କାଉକୁ କହିଲା, ଏ ବୁଝିଲୁ, ତୁଟା ବଡ଼ ଅସନା, ତୋ ଥଣ୍ଟରେ ତ କାଦୁଅ ଲାଗିଛି, ତୁ କ'ଣ ଖାଇବୁ? ଯଦି ତୋର ଖାଇବାକୁ ଇଚ୍ଛା, ଯା ମାମୁଁ ଘର କୂଅରୁ ମୁହଁ ଧୋଇକି ଆ, ତାପରେ ଖାଇବୁ। ଏତକ ଶୁଣି କାଉ ଭାରି ଖୁସି ହେଇଗଲା। ତାପରେ ସେ ଉଡ଼ି ଉଡ଼ି ଯାଇ ମାମୁଁ ଘର କୂଅ ପାଖରେ ପହଞ୍ଚିଲା। କୂଅକୁ କହିଲା, ଆରେ କୂଅ, ଦେ ପାଣି, ଧୁଏ ଥଣ୍ଟ, ଧାଇଁ ଧାଇଁ ଖାଏ କଲୁରୀ ବେଣ୍ଟ। ଏ କଥା ଶୁଣି କୂଅ କହିଲା, ରେ କାଉ, ବଡ଼ ବୋକାଟାରେ, ମୋଠୁ ତୁ କେମିତି ପାଣି କାଢ଼ିବୁ? ତୋ ପାଖରେ କ'ଣ ମାଠିଆ ଅଛି? ଯା ଆଗ ତୁ କୁମ୍ଭାର ଘରୁ ମାଠିଆ ଆଣ, ତାପରେ ମୋ ଦେହରୁ ପାଣି କାଢ଼ି ପିଇବୁ, ଯା। କାଉ କାଳ ବିଳମ୍ବ ନ କରି କୁମ୍ଭାର ଘର ଆଡ଼କୁ ଉଡ଼ି ଚାଲିଲା। କୁମ୍ଭାର ଆଗରେ ବସି ପଡ଼ି କାଉ କହିଲା, ରେ କୁମ୍ଭାର, ଦେ ମାଠିଆ, କାଢ଼େ ପାଣି, ଧୁଏ ଥଣ୍ଟ, ଧାଇଁ ଧାଇଁ ଖାଏ କଲୁରୀ ବେଣ୍ଟ। ତାପରେ କୁମ୍ଭାର ମନେ ମନେ ଭାବେ, ଏ ସକାଳୁ କାହା ମୁହଁ ଚାହିଁଥିଲେ କେଜାଣି, ଟଙ୍କାଟେ ବଇନି ହେଇନି, ଆକୁ ମୁଫତରେ ମାଠିଆ ଦରକାର, କିଛି ଗୋଟେ କରିବା ପାଇଁ ପଡ଼ିବ। ତାପରେ କୁମ୍ଭାର କହେ, କଥା କ'ଣ କି, ମୁଁ ତୋତେ ମାଠିଆ ଗଢ଼ି ଦେଇଥାନ୍ତି ଯେ, ହେଲେ ମୋ ପାଖରେ ଏବେ ମାଟି ନାହିଁ, ତୁ ଯା ବିଲରୁ ମାଟି ଆଣିବୁ, ତାପରେ ମୁଁ ମାଠିଆ ଗଢ଼ିଦେବି, ଯା। ତାପରେ କାଉ ଆଉ ଡେରି ନ କରି ବିଲ ଆଡ଼କୁ ଉଡ଼ି ଚାଲିଲା। ବିଲରେ ପହଞ୍ଚି ବିଲକୁ କହିଲା, ରେ ବିଲ, ଦେ ମାଟି, ଗଢ଼େ କୁମ୍ଭାର ମାଠିଆ ଗୋଟି, କାଢ଼େ ପାଣି, ଧୁଏ ଥଣ୍ଟ, ଧାଇଁ ଧାଇଁ ଖାଏ କଲୁରୀ ବେଣ୍ଟ। ବିଲ କାଉର କଥା ଶୁଣି ହସି ହସି କହିଲା, ତୁ ଯା ମିରିଗ ପାଖରୁ ସିଂହ ଆଣେ, ସେଇ ସିଂହରେ ମୁଁ ମାଟି ଖୋଳି ମୋ ଦେହରୁ ନେଇଯିବୁ, ମୋର କିଛି ଆପତ୍ତି ନାହିଁ, ଯା। ତାପରେ କାଉ ଉଡ଼ି ଉଡ଼ି ଜଙ୍ଗଲ ଆଡ଼କୁ ଚାଲିଲା। ଜଙ୍ଗଲରେ ତାର ଗୋଟେ ମିରିଗ ସହ ଭେଟ ହେଲା। ମିରିଗକୁ ଭେଟି କାଉ କହିଲା, ରେ ମିରିଗ, ଦେ ସିଂହ, ଖୋଳେ ମାଟି, ଗଢ଼ୁ କୁମ୍ଭାର ମାଠିଆ ଗୋଟି, କାଢ଼େ ପାଣି, ଧୁଏ ଥଣ୍ଟ, ଧାଇଁ ଧାଇଁ ଖାଏ କଲୁରୀ ବେଣ୍ଟ। ମିରିଗ କାଳୁ କଥା ଶୁଣି କହିଲା, ମୁଁ ଦିନ ସାରା କିଛି ଖାଇନି, ତୁ କାଳି ଗାଈ ପାଖରୁ ଦୁଧ ଆଣ, ମୁଁ ସେ ଦୁଧ ପିଇଲେ ମୋ ଦେହରେ ବଳ ହବ, ତାପରେ ମୁଁ ଯାଇ ତୋତେ ସିଂହ ଦେବି, ଯା। ଏଥର କାଉ ପୁଣି ଜଙ୍ଗଲରୁ ଗାଁକୁ ଫେରିଲା। ଦେଖିଲା କାଳି ଗାଈଟେ ବନ୍ଧା ହୋଇଛି। ସେ କାଳି ଗାଈ ଆଗରେ ବସି ପଡ଼ି କହିଲା, ରେ କାଳି ଗାଈ, ଦେ ଦୁଧ, ପିଉ ମିରିଗ, ଦେଉ ସିଂହ, ଖୋଳେ ମାଟି, ଗଢ଼ୁ କୁମ୍ଭାର ମାଠିଆ ଗୋଟି, କାଢ଼େ ପାଣି, ଧୁଏ ଥଣ୍ଟ, ଧାଇଁ ଧାଇଁ ଖାଏ କଲୁରୀ ବେଣ୍ଟ।
ତା ଶୁଣି କାଳି ଗାଈ କହିଲା, ତୁ ମୋତେ ଫାଷ୍ଟ ଘାସ ଦେ, ମୁଁ ଘାସ ଖାଇଲେ ସିନା ଦୁଧ ଦେବି। ପରେ କାଉ ଉଡ଼ି ଉଡ଼ି ବିଲକୁ ଗଲା। ଗହୀର ବିଲରେ ବସି କାଉ ହିଡ଼କୁ କହିଲା, ରେ ହିଡ଼, ଦେ ଘାସ, ଖାଉ କାଳି ଗାଈ, ଦେଉ ଦୁଧ, ପିଉ ମିରିଗ, ଦେଉ ସିଂହ, ଖୋଳେ ମାଟି, ଗଢ଼ୁ କୁମ୍ଭାର ମାଠିଆ ଗୋଟି, କାଢ଼େ ପାଣି, ଧୁଏ ଥଣ୍ଟ, ଧାଇଁ ଧାଇଁ ଖାଏ କଲୁରୀ ବେଣ୍ଟ। କାଉ କଥା ଶୁଣି ହିଡ଼ କହିଲା, ଦେଖ କାଉ ଭାଇନା, ତମେ ମହା ଚତୁର। କାଉ କଥା ଶୁଣି ହିଡ଼ କହିଲା, ଦେଖ କାଉ ଭାଇନା, ତମେ ମହା ଚତୁର, କିନ୍ତୁ ଟିକେ ସାଧାରଣ ଜ୍ଞାନର କମି ଅଛି। ଯାଅ ଫାଷ୍ଟ କମାର ଶାଳରୁ ଦା ନେଇକି ଆସ, ତାପରେ ଘାସ କାଟି ନିଅ। ହିଡ଼ର କଥା ଶୁଣି କାଉ ପୁଣି ନିରାଶ ହେଲା। ଏଥର ପୁଣି ଉଡ଼ି ଉଡ଼ି କାଉ କମାର ଶାଳ ଆଡ଼କୁ ଚାଲିଲା। ସକାଳରୁ ଆସି ସଞ୍ଜ ହେଲାଣି, କିନ୍ତୁ କାଉ ପେଟରେ ଦାନା ଗଣ୍ଡିଏ ପଡ଼ିନଥାଏ। ତାପରେ ସେ ଆସି କମାର ଶାଳରେ ପହଞ୍ଚିଲା। ଗୋଟିଏ ଦୀର୍ଘ ନିଶ୍ୱାସ ମାରି ପୁଣି ତା କଥା ଆରମ୍ଭ କଲା। ରେ କମାର, ଦେ ଦା, କାଟେ ଘାସ, ଖାଉ କାଳି ଗାଈ, ଦେଉ ଦୁଧ, ପିଉ ମିରିଗ, ଦେଉ ସିଂହ, ଖୋଳେ ମାଟି, ଗଢ଼େ କୁମ୍ଭାର ମାଠିଆ ଗୋଟି, କାଢ଼େ ପାଣି, ଧୁଏ ଥଣ୍ଟ, ଧାଇଁ ଧାଇଁ ଖାଏ କଲରା ବେଣ୍ଟ। ବୁଢ଼ା କମାର ବୁଢ଼ୀର ସାଙ୍ଗ। ସେ ଜାଣିପାରିଲା କାଉ ବୁଢ଼ୀର କଲରା ଖାଇବାକୁ ମନ କରିଛି। ବୁଢ଼ୀ ଯଦି ଜାଣେ ସେ କାଉକୁ ସାହାଯ୍ୟ କରିଛି, ତାହେଲେ ବୁଢ଼ୀ ଆଉ ଦାଣ୍ଡରେ ବାଟ ଚଲେଇ ଦବନି। ଆଉ ସେଇଥିପାଇଁ ସେ ମନେ ମନେ ଗୋଟେ କୌଶଳ ପାଞ୍ଚିଲା। ଆଉ କାଉକୁ ପଚାରିଲା, ତୁ ଦା ନବୁ କୋଉଥିରେ? ସେତେବେଳକୁ କାଉ ଭାରି ବ୍ୟସ୍ତ ହୋଇ ପଡ଼ିଲାଣି। ସବୁ କାମ ସାରି କଲୁରୀ ବେଣ୍ଟ ପାଖରେ ପହଞ୍ଚିଲା ବେଳକୁ ରାତି ହୋଇଯିବ। ତେଣୁ ସେ ତରତର ହୋଇ କହିଲା, ମୋ ଥଣ୍ଟ ଉପରେ ଥୋଇଦିଅ, ମୁଁ ଦା ନେଇ ଚାଲିଯିବି। କମାର ଦା ଖଣ୍ଡକୁ ଭଲରେ ନିଆଁରେ ପଜେଇ ଦେଲା। ଲାଲ ଟହ ଟହ ଦାକୁ କାଉ ଥଣ୍ଟରେ ଟିକିଏ ଲଗେଇ ଦେଇଛି। ଆଉ କିଏ ସମ୍ଭାଳେ, କାଉ ବଉଲ ବାପାଲା ହୋଇ ସେ ଦାଣ୍ଡରେ ଗଡ଼ିଗଲା। ତାପରେ ବିଚରା କାଉର କଲୁରୀ ବେଣ୍ଟ ଖାଇବାର ନିଶା ତୁଟିଗଲା। ସେଇଦିନଠାରୁ କାଉ ପର ଜିନିଷ ଉପରେ ଲୋଭ ନ କରି ନିଜେ ତା ଆହାର ଖୋଜି ଖାଇଲା।